ଗଣଶିକ୍ଷା ବିଭାଗର ବଡ଼ ବିଚିତ୍ର ଶିକ୍ଷକ ବଦଳି ନୀତି। ଦମ୍ପତି ଶିକ୍ଷକଙ୍କୁ ଅଣଦେଖା କରି ଅନ୍ୟ ଦୁଇଟି ବଦଳିକୁ ଅନୁମୋଦନ କରିଛନ୍ତି ସରକାର। ଏ ବିଷୟରେ ଏକ ବିସ୍ତୃତ ବିବରଣୀ ପ୍ରସ୍ତୁତ ହୋଇଛି। ତ ଆସନ୍ତୁ ଏହି ଗଣଶିକ୍ଷା ବିଭାଗର ଏହି ବିଚିତ୍ର ଯେଉଁ ସମାଚାର ଆସିଛି ବା ଖବର ଆସିଛି ସେହି ବିଷୟରେ ମୁଁ ଆପଣମାନଙ୍କୁ ଜଣାଉଛି। ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ। ତ ଆସନ୍ତୁ ବର୍ତ୍ତମାନ ଜାଣିବା କ'ଣ ସବୁ ରହିଛି ଖବର। ଦମ୍ପତି ଶିକ୍ଷକଙ୍କୁ କାହିଁକି ଅଣଦେଖା କରାଯାଇଛି ଏବଂ କିପରି ଅଣଦେଖା କରାଯାଇଛି ସେ ବିଷୟରେ ଯେଉଁ ଖବରଟି ବାହାରିଛି ମୁଁ ଆପଣଙ୍କୁ ତାହା ଡିଟେଲ୍ସ ଜଣାଉଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କେତେବେଳେ କ'ଣ ହୁଏ କେହି ଜାଣିପାରନ୍ତି ନାହିଁ। ଏହି ଯେମିତି ଶିକ୍ଷକଙ୍କ ବଦଳିଗୁଡ଼ିକୁ ସ୍ୱଚ୍ଛ ଭାବରେ କରିବା ପାଇଁ 2018 ମସିହାରେ ଏକ ସ୍ୱତନ୍ତ୍ର ବଦଳି ନୀତି ନେଇ ଅନଲାଇନ୍ ବଦଳି ଆରମ୍ଭ ହୋଇଥିଲା। ଏଥିରେ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସମୟରେ ବଦଳି ପ୍ରକ୍ରିୟା ଆରମ୍ଭ ହୋଇ ଏକ ସଠିକ୍ ସମୟରେ ଶେଷ କରିବାକୁ ଲକ୍ଷ୍ୟ ରହିଥିଲା। କିନ୍ତୁ କେଉଁ ବର୍ଷ ମଧ୍ୟ ଶିକ୍ଷକ ବଦଳି ପ୍ରକ୍ରିୟା ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହୋଇପାରୁନାହିଁ। ପୁଣି ଏହାରି ଉପରେ ଗତବର୍ଷ 2023 ମସିହାରେ 2018 ମସିହାର ବଦଳିକୁ ସଂଶୋଧନ କରି ବଦଳି ନିୟମରେ ଦମ୍ପତି ଶିକ୍ଷକଙ୍କ ସକାଶେ ଏକ ସ୍ୱତନ୍ତ୍ର ନୀତି ନିର୍ଦ୍ଧାରଣ କରିବା ସହ ସମସ୍ତ ବଦଳିକୁ ସାମାନ୍ୟ କୋହଳ କରାଯାଇଥିଲା। ଏହାପରେ ଶିକ୍ଷକମାନଙ୍କୁ ନିଜ ନିଜ ବଦଳି ଆବେଦନ ସକାଶେ ଆହ୍ୱାନ କରାଯାଇ ବଦଳି ପ୍ରକ୍ରିୟାକୁ ନଭେମ୍ବର 2023ରୁ ଆରମ୍ଭ କରି ଫେବୃଆରୀ 2024ରେ ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ସାଧାରଣ ନିର୍ବାଚନ 2024ର ଆଚରଣ ବିଧି ପାଇଁ 3 ମାସ ଏବଂ ନୂତନ ସରକାର ଗଠନ ହେତୁ ଏହି ବଦଳି ଅନୁମୋଦନ ପାଇବା ପାଇଁ 2 ମାସ ସମୟ ନେଇଥିଲେ, ଯାହାଦ୍ୱାରା ବଦଳି ପାଇଁ ବହୁ ଆଶାବାଦୀ ଥିବା ଶହ ଶହ ବଦଳି ଆଶାୟୀ ଶିକ୍ଷକମାନେ ଅଯଥା ମାନସିକ ଭାବେ ପ୍ରଭାବିତ ହୋଇ ରହୁଛନ୍ତି। ଏହି ସମସ୍ତ ବିଷୟ ମଧ୍ୟରେ ଜିଲ୍ଲା ବଦଳି ସକାଶେ ପ୍ରଣୀତ ହୋଇଥିବା ଟର୍ମିନାଲ ପାରସ୍ପରିକ ଏବଂ ସ୍ପାଉସ୍ ବଦଳି ପାଇଁ ଏକା ସମୟରେ ଆବେଦନ ଗ୍ରହଣ କରାଯାଇ ଟର୍ମିନାଲ ଏବଂ ପାରସ୍ପରିକ ବଦଳିକୁ ଅନୁମୋଦନ କରି ସ୍ପାଉସ୍ ବଦଳିକୁ ପରବର୍ତ୍ତୀ ସମୟରେ ଚିନ୍ତା ବିଚାର ବିମର୍ଶ କରି ନିଷ୍ପତ୍ତି ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀଙ୍କଠାରୁ ମତ ଆସିଛି। ଯେହେତୁ ଗତବର୍ଷ ପ୍ରଥମ କରି ସ୍ପାଉସ୍ ଶିକ୍ଷକମାନଙ୍କ ସକାଶେ ବଦଳି ନିୟମ ଆସିଥିଲା, ଏଣୁ ସ୍ପାଉସ୍ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ନିଜ ଜିଲ୍ଲା ବଦଳିକୁ ନେଇ ବହୁ ଆଶାବାଦୀ ରହିବା ସ୍ୱାଭାବିକ ବିଷୟ। ତାପରେ ବି ସ୍ପାଉସ୍ ବଦଳି ପୂର୍ବରୁ ନଥିବା ହେତୁ 25 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅନେକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ବଦଳି ଆବେଦନ ସଂଖ୍ୟା ଅଧିକ ହେବା ଇଏ ମଧ୍ୟ ଏକ ସ୍ୱାଭାବିକ କଥା। କିନ୍ତୁ ଏତେ ସବୁ ପରେ ବି ବର୍ତ୍ତମାନ ସ୍ପାଉସ୍ ବଦଳିକୁ କାର୍ଯ୍ୟକାରୀ କରିବା ବିଷୟକୁ ନେଇ ପରେ ବିଚାର କରାଯିବା କଥା ସାମ୍ନାକୁ ଆସିବା ପରେ ଶହ ଶହ ଦମ୍ପତି ଶିକ୍ଷକମାନଙ୍କୁ ଗଭୀର ଭାବେ ମାନସିକ ଆଘାତ ପ୍ରଦାନ କରିଥିବା ନିଶ୍ଚୟ। ନିଜ ଜିଲ୍ଲାଠାରୁ ପରିବାର ପରିଜନଠାରୁ ହଜାର ହଜାର କିଲୋମିଟର ଦୂରରେ ରହି ବାହାର ଜିଲ୍ଲାରେ ରହି ଶିକ୍ଷକତା କାର୍ଯ୍ୟ କରୁଥିବା ଶିକ୍ଷକ ଚିର ମାନସିକ ଅବସ୍ଥା କିପରି ରହୁଥିବ ଏବଂ ଏଭଳି ମାନସିକ ସ୍ଥିତିରେ ରହି କିଭଳି ଭାବରେ ଉତ୍ତମ ଶିକ୍ଷାଦାନ କରିପାରୁଥିବେ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ। ପରିବାର ସଦସ୍ୟଙ୍କ ମଧ୍ୟରେ ରୋଗିଣା ବୁଢ଼ା ବାପା ମା ଛୋଟ ଶିଶୁମାନଙ୍କର ଦାୟିତ୍ୱରୁ ବଞ୍ଚିତ ରହୁଥିବା ଏହି କ୍ୟାଟାଗୋରୀର ଶିକ୍ଷକମାନେ ସବୁବେଳେ ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି। ଏପରିକି ଅନେକ ସ୍ପାଉସ୍ ଶିକ୍ଷକମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପର୍ଯ୍ୟନ୍ତ କଥା ପହଞ୍ଚି ଯାଉଛି। ଏଣୁ ଏହି ଅସୁବିଧା ବିଷୟକୁ ନେଇ ବହୁ ଅଭିଯୋଗ ଅନୁରୋଧ ପରେ ଗତ ସରକାର ସେମାନଙ୍କ ଦୁଃଖକୁ ହୃଦୟଙ୍ଗମ କରି ସ୍ପାଉସ୍ ବଦଳି ନିୟମ ଆଣିଥିଲେ। କିନ୍ତୁ ଏହି ବିଳମ୍ବ ଏବଂ ଅନିଶ୍ଚିତତା ସ୍ପାଉସ୍ ଶିକ୍ଷକମାନଙ୍କର ମାନସିକ ଚାପକୁ ପୁଣି ଥରେ ବଢ଼େଇ ଦେଇଛି। ଏତେ ବର୍ଷର ଅପେକ୍ଷା ପରେ ବି ଏହି ଗୋଟିଏ ଥରକ ପାଇଁ ସ୍ପାଉସ୍ ବଦଳିକୁ କାର୍ଯ୍ୟକାରୀ କରି ସମସ୍ତ ବଦଳି ଆଶାୟୀ ସ୍ପାଉସ୍ ଶିକ୍ଷକମାନଙ୍କୁ ଜିଲ୍ଲା ବଦଳିର ସୁଯୋଗ ପ୍ରଦାନ କରାଯାଉ ବୋଲି ଆଶାୟୀ ଶିକ୍ଷକମାନଙ୍କ ଉପରୁ ଦାବି କରାଯାଇଛି, ସେମାନଙ୍କ ତରଫରୁ ଦାବି କରାଯାଇଛି। ଏଥିସକାଶେ ରାଜ୍ୟ ସରକାରଙ୍କର କିଛି ଆର୍ଥିକ ବୋଝ ହ୍ରାସ ହେବା ସହ ଏଥିରୁ ବଞ୍ଚିତ ହେଉଥିବା ଅର୍ଥକୁ ଓଡ଼ିଶାର ଗରିବ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବ ବୋଲି ମତାମତ ଆସୁଛି। ଆଗକୁ 18,788 କନିଷ୍ଠ ଶିକ୍ଷକ ନିଯୁକ୍ତି ପୂର୍ବରୁ ଏହି ଜିଲ୍ଲା ସ୍ପାଉସ୍ ବଦଳିକୁ ସମ୍ପୂର୍ଣ୍ଣ କରିପାରିଲେ
ଅନେକ ସ୍ପାଉସ୍ ଶିକ୍ଷକ ଏବଂ ସେମାନଙ୍କ ପରିବାର ବହୁ ଉପକୃତ ହେବା ସହ ନିଜ ଜିଲ୍ଲାକୁ ଫେରି ଉତ୍ତମ ଶିକ୍ଷା ପ୍ରଦାନ କରିବାରେ ସହାୟକ ହେବେ ବୋଲି ବିଭାଗୀୟ ମନ୍ତ୍ରୀଙ୍କୁ ଆକୁଳ ନିବେଦନ କରିଛନ୍ତି ହଜାର ହଜାର ସ୍ପାଉସ୍ ଶିକ୍ଷକ। ତ ଇଏ ଥିଲା ସ୍ପାଉସ୍ ଶିକ୍ଷକଙ୍କ ବଦଳି ନୀତି ସମ୍ବନ୍ଧରେ ଆଜି ଯେଉଁ ଖବର ଆସିଛି ସେଇ ଖବରର ଡିଟେଲ୍ସ ମୁଁ ଆପଣଙ୍କୁ ଜଣେଇଲି। ତ ଆଶା ରଖିବା ସରକାର ନିଶ୍ଚିତ ଭାବରେ ସ୍ପାଉସ୍ ଶିକ୍ଷକଙ୍କର ବଦଳି ନୀତିକୁ କୋହଳ କରିବେ ଏବଂ ସେମାନଙ୍କୁ ଶୀଘ୍ର ବଦଳି କରି ସେମାନଙ୍କୁ ମାନସିକ ନିର୍ଯାତନାରୁ ଦୂରେଇ ରଖିବେ। ତ ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।